ଆଜିର ଭିଡ଼ିଓରେ ବୋଲବମ୍ ଯାତ୍ରାର ନିୟମ ସମ୍ବନ୍ଧରେ ରହିଛି। ଏହା ହେଉଛି ଭାଗ 2। ବୋଲବମ୍ ଯାତ୍ରା ସମ୍ବନ୍ଧୀୟ କିଛି ନିୟମ ଜାଣିଛନ୍ତି, ଆଉ କିଛି ବି ଅଜଣା ରହିଛି। ତେଣୁ ଏ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଲେ ଆମେ କିଛି ନିୟମ ମଧ୍ୟ ଜାଣିପାରିବା। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଏକରେ ରହିଛି, ସମଗ୍ର ଭାରତରେ କାଉଡ଼ିଆମାନଙ୍କର ଶ୍ରାବଣ ମାସ ସୋମବାର ସେମାନଙ୍କର ପଦଯାତ୍ରା ଦେଖାଯାଇଥାଏ। 2 ନମ୍ବର, ଅନେକ କାଉଡ଼ିଆ ଭକ୍ତ ବୋଲବମ୍ ଯିବା ବିଧିରେ ଜଣା ଅଜଣାରେ କିଛି ଭକ୍ତ ଭୁଲ କରିଥାନ୍ତି, ଯାହାଫଳରେ ବୋଲବମ୍ ଭକ୍ତର କିଛି ସୁଫଳ ମିଳିନଥାଏ। 3 ନମ୍ବର, କାଉଡ଼ିଆ ଭକ୍ତମାନେ ବୋଲବମ୍ ଯାତ୍ରା କିଛି ନିୟମ ପାଳନ କରିବା ଉଚିତ। 4 ନମ୍ବର, ଏହି ମାସରେ ଅର୍ଥାତ୍ ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କଲେ ଭକ୍ତମାନଙ୍କର ମନସ୍କାମନା ପୂରଣ ହୋଇଥାଏ। 5 ନମ୍ବର, ବେଲପତ୍ର, ଦୁଦୁରା ଫୁଲ, ଭାଙ୍ଗ, କ୍ଷୀର, ଚିନି, ଗଙ୍ଗାଜଳ ଆଦି ମିଶ୍ରଣ କରି ଶିବଲିଙ୍ଗରେ ଅଭିଷେକ କରାଯାଇଥାଏ। ଜଳ ଉଠାଇବା ପୂର୍ବରୁ ଏହିସବୁ ସଂଗ୍ରହ କରିଥାନ୍ତି। 6 ନମ୍ବର, ଶ୍ରାବଣ ମାସରେ ପ୍ରତିଦିନ ଯେକୌଣସି ନଦୀରୁ ଜଳ ଆଣି ଶିବଙ୍କୁ ଅର୍ପଣ କରାଯାଇପାରିବ। 7 ନମ୍ବର, ଶ୍ରାବଣ ମାସର ସୋମବାର ଦିନ ଗଙ୍ଗା ନଦୀରୁ ଜଳ ଆଣି ଶିବଙ୍କୁ ଜଳାଭିଷେକ କରିବା ଅତ୍ୟନ୍ତ ମଙ୍ଗଳ ହୋଇଥାଏ। ଯଦି ଅନ୍ୟ ଯେକୌଣସି ନଦୀରୁ ଜଳ ଆଣନ୍ତି, ତେବେ ସେଥିରେ ଗଙ୍ଗା ଜଳ ମିଶାଇ, ଅନ୍ୟ ନଦୀରୁ ଜଳ ଆଣିଲେ ବା ପୁଷ୍କରିଣୀରୁ ବି ଜଳ ଆଣିଲେ ସେଥିରେ ଗଙ୍ଗା ଜଳ ଟିକେ ମିଶାଇ ଅଭିଷେକ କଲେ ପୁଣ୍ୟ ମିଳିଥାଏ। 8 ନମ୍ବର ରହିଛି, ବୋଲବମ୍ ଯାତ୍ରାରେ ଶିବଙ୍କ ନାମ ଜପ କରିବା ଉଚିତ। 9 ନମ୍ବର, ବୋଲବମ୍ ଯାତ୍ରା ସମୟରେ କୌଣସି ଯାନରେ ବସି ଯାତ୍ରା କରିବା ନିଷେଧ। 10 ନମ୍ବର, ବୋଲବମ୍ ଯାତ୍ରା ସମୟରେ ଜୋତା, ବେଲ୍ଟ, ଚମଡ଼ା ବ୍ୟାଗ୍ ନେବା ଉଚିତ ନୁହେଁ। 11 ନମ୍ବର, ବୋଲବମ୍ ଯାତ୍ରା ସମୟରେ ଶୌଚ କରିବା ପରେ ବା ନିଦ୍ରିତ ଥିବା ପରେ ସ୍ନାନ କରିବାକୁ ପଡ଼ିଥାଏ। 12 ନମ୍ବର, ବୋଲବମ୍ ଯାତ୍ରା କଲାବେଳେ ଗାଧୋଇବାକୁ ହେଲେ ତେଲ, ହଳଦୀ, ସାବୁନ ଓ ସାମ୍ପୋ ବ୍ୟବହାର କରିବା ନିଷେଧ। 13 ନମ୍ବର, ସକାଳ ଓ ସନ୍ଧ୍ୟା ସମୟରେ କାଉଡ଼ି ଭାରକୁ ପୂଜା କରିବା ଉଚିତ। 14 ନମ୍ବର, ବୋଲବମ୍ ଯାତ୍ରା କରିବା ଦ୍ୱାରା ଘର ସୁଖ ସମୃଦ୍ଧି ବଢ଼ିବା ସହିତ ନିଜର ମନସ୍କାମନା ପୂରଣ ହୋଇଥାଏ। 15 ନମ୍ବର, ବୋଲବମ୍ ଯାତ୍ରା କରିବା ବେଳେ କାଉଡ଼ି ଭାରକୁ ବାମ କାନ୍ଧରେ ବହନ କରିବାକୁ ହୋଇଥାଏ। ବାମ କାନ୍ଧରୁ ପିଠି ପଟରୁ ଡାହାଣ କାନ୍ଧକୁ ଆଣିପାରିବେ। ଯଦି ବାମ କାନ୍ଧରେ ରଖିଛେ, ଯଦି କଷ୍ଟ ହେଲା ତେବେ
ପିଠି ପଟରୁ ଡାହାଣ କାନ୍ଧକୁ ଆଣିପାରିବେ। ପୁଣି ଡାହାଣ କାନ୍ଧ ଯଦି କିଛି ଅସୁବିଧା ହୁଏ ଡାହାଣ କାନ୍ଧରୁ ସେଇ ପିଠି ପଟେ ବାମ କାନ୍ଧକୁ ନେଇପାରିବେ। କିନ୍ତୁ ମୁଣ୍ଡ ଉପରେ ରଖି ପଦଯାତ୍ରା କରିବା ଉଚିତ ନୁହେଁ। ମୁଣ୍ଡ ଉପରେ କାଉଡ଼ି ଭାରକୁ ରଖାଯିବ ନାହିଁ କିମ୍ବା ବାମ କାନ୍ଧରୁ ଆଗ ପଟ ବୁଲେଇକିରି ଡାହାଣ ପଟ କାନ୍ଧରେ ରଖିବା ଉଚିତ ନୁହେଁ। ଏସବୁ ନିୟମ ପାଳନ କରି ବୋଲବମ୍ ଭକ୍ତମାନେ ପଦଯାତ୍ରା କରି ଆଉ ଶିବଙ୍କୁ ଜଳ ଅର୍ପଣ କରିବା ଫଳରେ ସେମାନଙ୍କର ମନସ୍କାମନା ପୂରଣ ହୋଇଥାଏ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଏହିପରି ଆଉ ଗୋଟେ ଭିଡ଼ିଓ ମଧ୍ୟ ଅପଲୋଡ଼ କରାହେବ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।